ଭାରତର ପରାଜୟ ପରେ ଅମିରଙ୍କୁ ପ୍ରଶଂସା କଲେ ୟୁସୁଫ ଓହାନା। ଜି ହଁ ଦର୍ଶକ ବନ୍ଧୁ, ଟି20 ବିଶ୍ୱକପ୍ର ସୁପର 8ରେ ଦକ୍ଷିଣ ଆଫ୍ରିକାରୁ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳ ପାଇଁ ସେମିଫାଇନାଲ ରାସ୍ତା କଷ୍ଟକର ହୋଇପଡ଼ିଛି। ଏବେ ଭାରତକୁ ଆସନ୍ତା 2ଟି ସୁପର 8 ମ୍ୟାଚ୍କୁ ଭଲ ବ୍ୟବଧାନରେ ଜିତିବାକୁ ହେବ। ଭାରତର ଏହି ପରାଜୟ ପରେ ପାକିସ୍ତାନରେ ପୂର୍ବତନ ବୋଲର ମହମ୍ମଦ ଅବିରଙ୍କୁ ପ୍ରଶଂସା କରାଯାଉଛି। ଭାରତ ଆଉ ଗୋଟିଏ ମ୍ୟାଚ୍ ବିଫଳ ହେଲେ ଅମିରଙ୍କ ଭବିଷ୍ୟବାଣୀ ସତ ହେବ ବୋଲି କେତେକ ପୂର୍ବତନ ପାକିସ୍ତାନ ଖେଳାଳି କହିଛନ୍ତି। ଅମିରଙ୍କୁ ପ୍ରଶଂସା କରି ପୂର୍ବତନ ପାକିସ୍ତାନ ବ୍ୟାଟର ମହମ୍ମଦ ୟୁସୁଫ କହିଛନ୍ତି, ସେ ପୂର୍ବରୁ ଭାରତକୁ ପଡ଼ିଆରେ ସମସ୍ୟାରେ ପକାଉଥିଲେ, ଏବେ ସେ ଷ୍ଟୁଡିଓରେ ବସି ସମସ୍ୟାରେ ପକାଉଛନ୍ତି। ଭାରତୀୟ ଦଳ ଏବେ ସଙ୍କଟରେ ଅଛି, ତାଙ୍କୁ ନିଶ୍ୱାସ ନେବାକୁ ଦିଅ। ଦକ୍ଷିଣ ଆଫ୍ରିକା ଗତ ଟି20 ବିଶ୍ୱକପ୍ରେ ଯେଉଁ ତ୍ରୁଟି କରିଥିଲା ତାହାକୁ ଏଥର ସୁଧାରିଛି। ସେମାନେ ଟପ୍ ଅର୍ଡର ବିଫଳ ହେବା ପରେ ମଧ୍ୟ ନିମ୍ନକମର ବ୍ୟାଟରମାନେ ଭଲ ପ୍ରଦର୍ଶନ କଲେ ଏବଂ ସାଧାରଣ ଶୃଙ୍ଖଳା ସହ ବୋଲିଂ କଲେ। ପୂର୍ବରୁ ଅମର କହିଥିଲେ ଯେ ଭାରତ ଏକ ଖରାପ ଦଳ ନୁହେଁ, କିନ୍ତୁ ତାଙ୍କ ଆକଳନ ଅନୁସାରେ ଗ୍ରୁପ୍ ପର୍ଯ୍ୟାୟରେ ସେମାନେ ଯେପରି ବ୍ୟାଟିଂ କରିଥିଲେ ସେମାନଙ୍କ ଅପେକ୍ଷା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ଭଲ ଦଳ। ଭାରତ ସେମିଫାଇନାଲକୁ ଯିବ ନାହିଁ। ଯେଉଁ ଦର୍ଶକ ବନ୍ଧୁ, ଏକ ସାକ୍ଷାତକାରରେ ପାକିସ୍ତାନର ଦୂତ ବୋଲର ମହମ୍ମଦ ଅମିର କହିଥିଲେ, ଭାରତୀୟ ଟିମ୍ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇପାରିବ ନାହିଁ ବା କ୍ୱାଲିଫାଇ କରିପାରିବ ନାହିଁ। ତାହା କଥା ବର୍ତ୍ତମାନ ସତ ହେବାକୁ ଯାଉଛି, ଏମିତି କହିଛନ୍ତି ପାକିସ୍ତାନର ଆଉ ଜଣେ ଅଲରାଉଣ୍ଡର ଖେଳାଳି ମହମ୍ମଦ ୟୁସୁଫ। ଯେଉଁ ଦର୍ଶକ ବନ୍ଧୁ, ସେ କହିଛନ୍ତି ଅମିରଙ୍କ ଭବିଷ୍ୟବାଣୀ ସଫଳ ହେବାକୁ ଯାଉଛି, କାରଣ ଭାରତ ପ୍ରଥମ ସୁପର 8ର ପ୍ରଥମ ମ୍ୟାଚ୍ରେ ଶୋଚନୀୟ ଭାବେ ନିଜ ହୋମ୍ ନିଜ ଧରତୀରେ ଯେଉଁ କହନ୍ତି 77 ରନ୍ରେ ଏକ ବିଶାଳ ବିଭାଜନରେ ପରାଜୟ ହୋଇଛି। ଯେଉଁ ସବୁ ସାଉଥ ଆଫ୍ରିକାଠାରୁ ସୁପର 8 ପ୍ରଥମ ମ୍ୟାଚ୍ ହାରିବା ପରେ ଏବେ ବର୍ତ୍ତମାନ ଭାରତର ସେମିଫାଇନାଲ ରାସ୍ତା ବନ୍ଦ ହେବାକୁ ଯାଉଛି। ଯେଉଁ ସବୁ ବନ୍ଧୁ କଡ଼ା ହେବାକୁ ଯାଉଛି, କାରଣ ଭାରତକୁ ଅତି କମ୍ରେ ପରବର୍ତ୍ତୀ 2ଟି ମ୍ୟାଚ୍ ବଡ଼ ବ୍ୟବଧାନରେ ଜିତିକା ହେବ। ଆଉ ପରବର୍ତ୍ତୀ ଯେଉଁ 2ଟି ମ୍ୟାଚ୍ ସାଉଥ ଆଫ୍ରିକା ରହିଛି, ସାଉଥ ଆଫ୍ରିକାକୁ ଏମିତି ଲାଗିବାକୁ ରହିବ କି ନିଶ୍ଚୟ ସାଉଥ ଆଫ୍ରିକା ମ୍ୟାଚ୍ 3ଟି ତାର ଜିତିଲେ ହିଁ ଭାରତ ସେମିଫାଇନାଲ ଯାଇପାରିବ। ଆଉ ଯଦି ବି ସାଉଥ ଆଫ୍ରିକା କୌଣସି ଗୋଟିଏ ମ୍ୟାଚ୍ ହାରେ ତ ଭାରତ ପାଇଁ କାଳ ସାଜିବ ରନ୍ ଡେକ୍। ଚନ୍ଦ୍ରଶେଖର ବନ୍ଧୁ ତ ଏମିତି କହି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଝଡ଼ ସୃଷ୍ଟି ହୋଇଛି। ଦେଖି ଭାରତର ପରାଜୟ ପରେ ଅମିରଙ୍କୁ ପ୍ରଶଂସା କରିଛନ୍ତି ୟୁସୁଫ ଓହାନା। ସେ କହିଛନ୍ତି ଭବିଷ୍ୟବାଣୀ ସେ ଯାହା କରିଥିଲେ ତାଙ୍କ କଥାବାର୍ତ୍ତାରେ ତାଙ୍କ ଭବିଷ୍ୟବାଣୀ ସଫଳ ହେବାକୁ ଯାଉଛି, କାରଣ ଭାରତ ଯେଉଁଭଳି ପ୍ରଥମ ମ୍ୟାଚ୍ ସୁପରରେ ପରାଜୟ ଭୋଗିଛି ତାହା ଆଗକୁ ଦେଖିବାକୁ ପଡ଼ିବ। ଭାରତୀୟ ଟିମ୍ କେଉଁଭଳି ଭାବେ କ୍ୱାଲିଫାଇ କରୁଛି ନା 2026 ଟି20 ବିଶ୍ୱକପ୍ ନିଜ ଘରୁ ବିଦାୟ ନେଉଛି। ତ ଇଏ ଥିଲା ଏକ ଲାଟେଷ୍ଟ ଅପଡେଟ୍ ଯାହା ମୁଁ ଆପଣମାନଙ୍କୁ ଜଣାଇବି। ଆସିଥିଲା ଟି20 ବିଶ୍ୱକପ୍ ରାସ୍ତା ଅପଡେଟ୍ ଜଣାଇଲି। ତ ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ, ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ୍ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ ବେଟ୍ କ୍ରିକେଟରେ ଆପଣ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖାହେବ କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।